ମୋ ନାଁ ରାଜୀବ। ମୋ ଘର ହଉଛି ଚରମ୍ପା। ମୋ ଘର ପାଖ ଘରଟା ହଉଛି ଏ ଭାଇନା ଘର। ଯେତେବେଳେ ମୋର ୱାର୍କସପ୍ ଅଛି, ମୁଁ ୱାର୍କସପ୍ ଗୋଟେ ଚେୟାର ପକେଇ ବସିଛି, ଯେହେତୁ ମୋ ଘର ସାମ୍ନାରେ କିନ୍ତୁ ସର୍ଭିସ ରୋଡର ସାମ୍ନାରେ ଆମର ସବୁ ଗଛ ଲାଗିଛି। ସେଠୁ ଦିଟା ଆବାଜ ହେଲା, ଠାଇ ଠାଇ ଦିଟା ଆବାଜ ହେଲା। ତ ମୁଁ କଣ ଭାବିଲି, ବୋଧେ ଏବେ ଆପଣଙ୍କର ଯୋଉ ବାଇକରେ ସବୁ ସାଇଲେନ୍ସର ଲାଗୁଛି, ଏକ୍ସିଲେଟର ଛାଡ଼ିଲା ପରେ ଆବାଜ ହଉଛି, ତ ମୁଁ ସେଇଆ ଭାବିକି ମୁଁ ସାଇଲେଣ୍ଟଲି ଯେମିତି ବସିବା କଥା ବସିଥିଲି। ତାପରେ ହଠାତ୍ ଦେଖିଲି ୱିଦିନ୍ 2-3 ସେକେଣ୍ଡ ଭିତରେ କିଛି ଝିଅ ଦୌଡ଼ିଲେ। ଝିଅ ମାନେ କାହିଁକି ଦୌଡ଼ିଲେ? ସେଇଠୁ ସେତିକିରେ ମୁଁ ଷ୍ଟେପ୍ ନେଇଛି ଯେ ମୁଁ ଆସିବି ବୋଲି। ସେତେବେଳକୁ ସେ ଦିଟା ବାଇକ୍ ଆସିଲା, ସେ ବାଇକ୍ ଦିଟା ସାଙ୍ଗରେ ବୁଲିକି ପଳେଇଲା। ସେଇଠୁ ମୁଁ ଦୌଡ଼ିକି ଗଲି। ମୁଁ ଯେତେବେଳେ ଗଲାବେଳକୁ ଏ ଭାଇନା ହଉଛି ତାଙ୍କର ୟୁନିକର୍ନ ଗାଡ଼ି ତାଙ୍କର ପଡ଼ିଛି, ସିଏ ତଳେ ପଡ଼ିଛନ୍ତି। ସେଠୁ ମୁଁ ଉଠେଇଲି, ତାଙ୍କ ନାଁ ହଉଛି ବିଦୁ ଭାଇ। ସେଠୁ ମୁଁ ତାଙ୍କୁ ଉଠେଇଲି। ଉଠେଇଲା ପରେ ବୋଲେ କଣ ସେ କଥା ଠିକ୍ ସେ କଥା କହିପାରୁନାହାନ୍ତି। ଏଇଟା ହଉଛି ଆମର ଚରମ୍ପାର ଯୋଉ ରାମ ମନ୍ଦିର ଅଛି, ରାମ ମନ୍ଦିର ଜଷ୍ଟ 20 ମିଟର ପୂର୍ବରୁ 20 ମିଟର ପୂର୍ବରୁ। ଆଜ୍ଞା, ତାଙ୍କର ଡାକ ନାଁ ହଉଛି ବିଦୁ ଭାଇ। ଏଇଟା ହଁ, ଏଇଟା ଘର ପାଖ। ତାଙ୍କର ଘର ମାନେ ସେ ଜଷ୍ଟ ଗଡିବାକୁ ଯାଉଛନ୍ତି, ଘରକୁ ଗଡୁଛନ୍ତି, ସେଇ ଜାଗାରେ ହେଇଛି ଏ ଜିନିଷ। ତାହେଲେ ମୁଁ ସ୍ପଟ ଉପରକୁ ଆସିଲା ସେତେବେଳେ କିଛି ନାହିଁ, କିନ୍ତୁ ତାଙ୍କର ସିଏ କହିଲେ, ତାଙ୍କର ୱାଇଫ କହିଲେ ତାଙ୍କର ବ୍ୟାଗଟା। ମୁଁ କହିଲି ବ୍ୟାଗ୍ ତ ସେଠି ସେତିକି କିଛି ଥିଲାନି। ସେଠି ୟାଙ୍କୁ ଯେତେବେଳେ ଆମ୍ବୁଲାନ୍ସକୁ ଫୋନ କଲା ପରେ ଆମ୍ବୁଲାନ୍ସ ଆସିକି ପହଞ୍ଚିଲା, ୟାଙ୍କୁ ପଚାରିଲେ, କହିଲା ମୋ ବ୍ୟାଗଟା ନେଇଗଲେ କି? ବସ୍ ଏତିକି କଥା କହିପାରିବିନି, ସେଟା ମୁଁ କହିପାରିବିନି ନା ସାର୍।